ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବନବାସ ଗଲେ ପ୍ରଥମ ଦିନ ଯୋଉ ଦିନ ସେ ବନରେ କୁଟୀର ବନଉଥିଲେ ସେଦିନ ବନଦେବୀ ଆସିକି ତାଙ୍କ ଆଗରେ ପ୍ରକଟ ହେଇଗଲେ। କହିଲେ ପ୍ରଭୁ ମୋର କି ଭାଗ୍ୟ, ଆପଣଙ୍କୁ ମୁଁ ମୋ ପାଖରେ ପାଇଲି। ମୁଁ କୋଉ ଜନ୍ମରେ କଣ ପୁଣ୍ୟ କରିଥିଲି। ବାସ୍ ପ୍ରଭୁ ଗୋଟେ ଅନୁରୋଧ କି ଆପଣ ବାସ୍ ମତେ ଆଦେଶ ଦିଅନ୍ତୁ, ମୁଁ ଆପଣଙ୍କ ପାଇଁ କଣ କରିପାରିବି ଏ ବନରେ। ମୁଁ ଆପଣ ଯାହା କହିବେ ମୁଁ ଏ ବନରେ ସବୁ କିଛି କରିଦେବି, ଆପଣ ବାସ୍ ଆଦେଶ ଦିଅନ୍ତୁ। ତ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବହୁତ ସମୟ ଚିନ୍ତା କଲା ପରେ କହିଲେ ବନଦେବୀ ମୋ ପାଇଁ ଗୋଟାଏ ଜିନିଷ କରିପାରିବ। ତ ବନଦେବୀ କହିଲେ ବାସ୍ ଆଦେଶ ଦିଅନ୍ତୁ। ଭଗବାନ ଶ୍ରୀ ରାମଚନ୍ଦ୍ର କହିଲେ ମୋ ପାଇଁ ଗୋଟାଏ ଜିନିଷ କର। ମୁଁ ଯୋଉ ବାଟ ଦେଇକି ଆସୁଥିଲି ବଣରେ ସେଠି ବହୁତ କଣ୍ଟା ଥିଲା, ସେ ବାସ୍ ସେ କଣ୍ଟାକୁ ସଫା କରିଦିଅନ୍ତୁ। ତ ବନଦେବୀ ଖୁସି ହେଇଗଲେ, କହିଲେ ହେଇଗଲା ହେଇଗଲା ହେଇଗଲା। କିନ୍ତୁ ପ୍ରଭୁ ଆପଣ ତ ସେ ବାଟରେ ଅଲରେଡି ଆସି ସାରିଲେଣି, ତ ଏବେ କାହିଁକି କହୁଛନ୍ତି ସଫା କରିବା ପାଇଁ। ତ ପ୍ରଭୁ ଶ୍ରୀ ରାମଚନ୍ଦ୍ର କହିଲେ ଯେତେବେଳେ ମୁଁ ବନବାସ ଆସିଲି ନା, ସେତେବେଳେ ମୋର ଗୋଟେ ସାନ ଭାଇଟି ଥିଲା, ସେ ମାମୁଁ ଘରେ ଥିଲା। ତ ସେ ପାଗଳ ମତେ ଖୋଜି ଖୋଜିକି ଏ ଜାଗାକୁ ପଳେଇ ଆସିବ, ଆଉ ମୁଁ ଚାହୁଁନି ତା ପାଦରେ କଣ୍ଟା ଫୁଟି ଯାଉ। ତ ଏଇଟା ଥିଲା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ହୃଦୟ। ତ ସାଙ୍ଗମାନେ ମା ପେଟରୁ ବି ଯିଏ ଜନ୍ମ ହେଇ ନଥାଏ ନା, ଆମର ସିଏ ବି ଭାଇ ହେଇଥାଏ। ତ ତମର ଏ ଭିଡିଓଟା ସେଇ ଭାଇ ମାନଙ୍କୁ ସେୟାର କର, ଯୋଉ ଭାଇ ମାନେ ତମର ବଡ ଭାଇ ହଉ କି ସାନ ଭାଇ, ଯୋଉ ଭାଇ ମାନେ ତମର ଏଇଭଳିଆ ସମ୍ପର୍କ ଏଇଭଳିଆ ରିଲେସନସିପ ତାଙ୍କ ସହିତ ଅଛି। ଆଉ ଫଲୋ ଆଉ ସବସ୍କ୍ରାଇବ କରିବାକୁ ଭୁଲିବନି। ଏମିତି ବହୁତ ସାରା ଭିଡିଓ ଆଣିବି। ଜୟ